ଆପଣଙ୍କର ଯୋଉ ପ୍ରଥମ ଡାୟଲଗ ରହିଛି हला है नमस्ते କରୁଛୁ ମହାପ୍ରଭୁ ଶ୍ରୀ ଜଗତରନାଥ ଜଗନ୍ନାଥଙ୍କ କୃପାରୁ भलରେ ଥିବେ ସମସ୍ତେ ଭାଇ ଓ ଭଉଣୀମାନେ ମୁଁ ଆପଣଙ୍କର ପ୍ରିୟର ଗଞ୍ଜାମ ଟକା ଆପଣଙ୍କ ନିଜ ନାଁ ନ ଦେଇକି ଆପଣ ଗଞ୍ଜାମ ଟକା ବୋଲି କାହିଁକି ଦେଲେ? ଦୁନିଆରେ ଯଦି ମୁଁ ବୋଲି ଗୋଟେ ଜିନିଷ ପଳାଇବ ବୋଲେ ତମେ ସେଇଠି ଆଗ ଷ୍ଟପ୍ ହେଇଯିବ। କଣ୍ଟେଣ୍ଟ ପାଇଁ ଯୋଉ ଇନ୍ସପିରେସନଟା ଆପଣଙ୍କୁ କେମିତି ମିଳିଛି? ସବୁ ସିଚୁଏସନରେ କଣ୍ଟେଣ୍ଟ ମିଳିଯାଉଛି, କିନ୍ତୁ ମେନ୍ ହେଲା ତାକୁ ତମେ କେମିତି ପ୍ରେଜେଣ୍ଟେସନ କରିବ। ନମସ୍ତେ କମଳା ପ୍ରଥମ ଭିଡିଓ କେବେ ଭାଇରାଲ ହେଇଥିଲା? ମୋର ଫାଷ୍ଟ ଭିଡିଓ ଭାଇରାଲ ହେଇଥିଲା ମାଛର। ୟୁଟ୍ୟୁବ ପ୍ରତି ମନୋଭାବ କେମିତି ଆସିଲା? ତ ଆପଣ ଯୋଉ ବ୍ୟାଡ୍ ନେଗେଟିଭ କମେଣ୍ଟ ଆସିଲେ ସେଇଟାକୁ ଆପଣ କେମିତି ହ୍ୟାଣ୍ଡେଲ କରୁଛନ୍ତି? ଜଗନ୍ନାଥ ପ୍ରତି ଭଲ ପାଇବା, ସେ ଜଗନ୍ନାଥଙ୍କ ପାଇଁ ଆପଣ ମତେ ଗୋଟେ ଗୀତ ଗୁଡେ ଗାଇଥିଲେ ଆପଣ। ଆହେ ଜଗନ୍ନାଥ ଜଗତର ନାଥ, ଆହେ ଜଗନ୍ନାଥ ଜଗତର ନାଥ, ଦୁନିଆରେ ସବୁ ମିଛ ତୁମେ ଏକା ସତ। ଏଇ ଯୋଉ 500K ହେଲା ପରେ ଆପଣ ଦେଖୁଥିବେ ରାସ୍ତାରେ ଗଲାବେଳେ ଗଞ୍ଜାମ ଟକା ଯାଉଛନ୍ତି, ଏମିତି କେବେ ଫିଲ୍ କରୁଛନ୍ତି କି ବାଟ ଗଲା କିଏ ଗାଡି ରଖିକି ପଚାରୁଛି? ମୁଁ ଯେତେବେଳେ ଯାଉଥିଲି ତାଙ୍କେ ଦେଖିଦେଲେ ପୁରା ଗ୍ରୁପଟା, ମୁଁ ଯାଉଛି ଏମର୍ଜେନ୍ସି କେସ୍ରେ, ତାଙ୍କେ ପୁରା ଗାଡ଼ି ରିଟର୍ନ ଆଣିକି ଗାଡ଼ି ଆଗରେ ରଖିଦେଲେ ଆଉ କହିଲେ ଭାଇ ବିଗ୍ ଫ୍ୟାନ୍। ଗଞ୍ଜାମ ଟକା ଅଫିସିଆଲର ଇନକମ୍ ମନ୍ଥଲି କେତେ ଟଙ୍କା ହଉଛି? ଆଉଛି କିନ୍ତୁ ଖର୍ଚ୍ଚ ଭାଇ ପ୍ରବଳ ହଉଛି। ଫିର୍ ବି ଆମେ ଆପଣଙ୍କର ସବୁ ସେଲିବ୍ରେସନ ଦେଖିବାକୁ ପାଇଛୁ, ଯୋଉ 100K ରୁ ଆରମ୍ଭ କରି 10K ରୁ ଆରମ୍ଭ କରିକି 500K 4K 4 ଲାଖ ପ୍ଲେ ବଟନ ର ସେଲିବ୍ରେସନ ଆମେ ଦେଖିନୁ। ଗୋଟେ 1000 ସବସ୍କ୍ରାଇବର କମ୍ପ୍ଲିଟ୍ ହେବାକୁ ଥିଲା, ମାନେ 1 ଲାଖ, ସେତେବେଳେ ଆମର ଗୋଟେ ଷ୍ଟ୍ରାଇକ୍ ପଳେଇ ଯାଇଥିଲା। ପଲିଟିକାଲ ୱେରେ ଆପଣଙ୍କ ନାଁକୁ ଟ୍ରୋଲ କରିକି ଖରାପ କରାଯାଇଛି ଆପଣଙ୍କ ନାମକୁ। ଖାଲି ଦେଖିବାକୁ ଯାଇଥିଲି, ମତେ ପୁରା ଝିକି ନେଇଗଲେ। ମୁଁ ସେମିତି ମତେ କୋଉ ଦଳର, ମୁଁ କୋଉ ଦଳର ବିରୋଧୀ ନାହିଁ, ମୁଁ କାହା ବିରୋଧରେ ମଧ୍ୟ କେବେ କିଛି କହିନି। ଗାର୍ଲଫ୍ରେଣ୍ଡ ଅଛି କି ନାହିଁ? ମୋ ଭାଇରେ ବାପା ମା ଆମକୁ ପିଲାରୁ ବଡ଼ କରୁଛନ୍ତି, ଆମେ ଆମ ହିସାବରେ କାମ କରିବା, ଝିଅ ପଟେଇବା, ବାତାୟନ କରିବା, ମୋର ସେ ଜିନିଷରେ ଇଣ୍ଟରେଷ୍ଟ ନାହିଁ। ଆପଣଙ୍କର ଯୋଉ ପ୍ରଥମ ଡାୟଲଗ ରହିଛି, ଯୋଉଟା କି ପ୍ରଥମ ଭିଡିଓରେ ଆସୁଛି, ସେ ଡାୟଲଗଟା ଆମର ଅଡିଏନ୍ସ ମାନଙ୍କୁ ଟିକେ ଶୁଣାଇଦେବେ ତ? ହଁ। ତ ହଲା ହେ ନମସ୍ତେ, ଆଶା କରୁଛି ମହାପ୍ରଭୁ ଶ୍ରୀ ଜଗତରନାଥ ଜଗନ୍ନାଥଙ୍କ କୃପାରୁ ଭଲରେ ଥିବେ ସମସ୍ତେ। ତ ଭାଇ ଓ ଭଉଣୀମାନେ, ମୁଁ ଆପଣଙ୍କର ପ୍ରିୟର ଗଞ୍ଜାମ ଟକା, ଯାହାଙ୍କ ନାଁ ହେଉଛି ରିପନ ଭାଇ, ତା ଆଗରୁ କହିଦେଲେ ଜଗନ ପ୍ରଧାନ। ଆଉ ଭାଇ ଗୋଟେ କଥା କହିଲେ ଯେ ମୁଁ ଆଗ ହସଉଛି, ଖାଲି ମୁଁ ଜଣେ ହସଉନି ହେଲା, ଆମର ପୁରା ଏଣ୍ଟାୟାର ଟିମ୍ ୱାର୍କରେ ସମସ୍ତେ ହସୁଛନ୍ତି, ସମସ୍ତେ ଭଲ ପାଇବା ଦେଉଛନ୍ତି, ଖାଲି ମୁଁ ଜଣକୁ କହିଦେଲେ ଆମର ଟିମ୍ଟା ମାନେ ଡାଉନ୍ ହେଇଯିବ। ସମସ୍ତଙ୍କର କ'ଣ ଯେ କାର୍ଯ୍ୟକ୍ରମରେ ଆମର ଟିମ୍ଟା ଚାଲିଛି। ଆଉ ଧନ୍ୟବାଦ ଜଣେଇବି ରିପନ ଭାଇକି, ମୋତେ ଏତିକି ଯୋଗ୍ୟ ଭାବିକି ଏଠିକି ଡାକିଛନ୍ତି। ଆଉ ଆପଣମାନଙ୍କୁ ବି ଅଶେଷ ଅଶେଷ ଧନ୍ୟବାଦ ଦେବି, କାରଣ ଆପଣମାନଙ୍କର ସପୋର୍ଟ, ଆପଣମାନଙ୍କର ଭଲ ପାଇବା ଯୋଗୁଁ ଆଜି ଯାହା ବି ହଉ, ଛୋଟ ହଉ ବଡ଼ ହଉ, ଯେଉଁ ମାନେ ଚ୍ୟାନେଲ ହେଉଛି ହଉ, ମୋତେ କିଛି ମାନେ କହିବାକୁ ସୁଯୋଗ ମିଳିଛି। ତ ପ୍ରଥମେ ଆମେ ଷ୍ଟାର୍ଟ କରିବା ଜଗନ ଭାଇ, ଯିଏକି ଆମର ଏ ଯୋଉ ଗଞ୍ଜାମ ଟକା ନାଁଟା ଆପଣ ଦେଲେ, ଆପଣଙ୍କ ନିଜ ନାଁ ନ ଦେଇକି ଆପଣ ଗଞ୍ଜାମ ଟକା ବୋଲି କାହିଁକି ଦେଲେ? ଦେଖ, ଦୁନିଆରେ ଯଦି ମୁଁ ବୋଲି ଗୋଟେ ଜିନିଷ ପଳାଇବ ବୋଲେ ତମେ ସେଇଠି ଆଗ ଷ୍ଟପ୍ ହେଇଯିବ ହେଲା। ତ ସେଥିପାଇଁ ମୋତେ ଲାଗିଲାନି ଯେ ମୁଁ ମୋ ନାଁ ଦେଇକି ମୁଁ ମୋର ପରିଚୟ କ୍ରିଏଟ୍ କରିବି। ମୋତେ ଲାଗିଲା ଯଦି ଆମେ ପୁରା ଗୋଟେ ଆମର ଜିଲ୍ଲାକୁ ନେଇକି ଯଦି ରିପ୍ରେଜେଣ୍ଟ କରିବା ତାହେଲେ ସେଇଟା ଭଲ ହେବ। ଆଉ ଏ ଯେଉଁ ନାଁ ଦେବା ପଛରେ ବହୁତ ବଡ଼ ଗୋଟେ ଗଳ୍ପ ଅଛି, ମୁଁ ପୁରା ଷ୍ଟାର୍ଟିଂରୁ କହିବିନି, କିନ୍ତୁ ଯେଉଁଠୁ ଆମେ ସେ ନାଁଟା ଦେଲୁ ମୁଁ ସେଇଟା କହିବି। ତ ଆମେ ବସିକି ଭିଡ଼ିଓ କରିବା ବୋଲି ଭାବୁଥିଲୁ। ତ ଏ ନାଁ ଦେବା ପଛରେ ମେନ୍ ରିଜନ୍ ବୋଲେ ମଣିଷ ହେଉଛନ୍ତି ଆମର ବିକାଶ ଭାଇ, ବିକାଶ ଜେନା। ତାଙ୍କେ ଆମେ 3 ଜଣ ବସିକି କଥା ହେଇଥିଲୁ, ଗୌରାର ମୋର ବିକାଶ ଭାଇର। ତ ତାଙ୍କେ କହିଥିଲେ ଗୋଟେ ନାଁଟି ଦେବା, ତ ମୋର ମୁଣ୍ଡକୁ ଆସିନଥିଲା ଗଞ୍ଜାମ ଟକା କହିକି, ତାଙ୍କେ କହିଥିଲେ ନା ବାହାର ପିଲାମାନେ ଯଦି ଦେଉଛନ୍ତି ଟକା, ନିଜ ଢେଙ୍କାନାଳିଆ ଅନୁଗୁଳିଆ ଟକା ଏମିତି ସମସ୍ତେ ଅଛନ୍ତି, ତ ଆମେ ବି ନିଜର ଗୋଟେ ନାଁ ଦେବା ଗଞ୍ଜାମ ଟକା। ତ ଗଞ୍ଜାମ ଟକା ଫାଷ୍ଟ ନାଁଟା ରହିଥିଲା। ତ କିନ୍ତୁ କ'ଣ ହେଇଥିଲା, ସେମ୍ ନାଁରେ ଆଉ ଗୋଟେ ଚ୍ୟାନେଲ୍ ଥିଲା। ତ ମୁଁ ଭାବିଲି ନାଇଁ ସେମିତି ରଖିବାନି, ଅଫିସିଆଲ ତ ଲାଗୁଛି, ସେଇଟା ପାଇଁ ଅଫିସିଆଲ ଲଗେଇଦେଲୁ, ଗଞ୍ଜାମ ଟକା ଅଫିସିଆଲ ଦେଇଦେଲୁ। ସେଇଟା ଅଛି, ରହିବ, ଆଉ ଆଗକୁ ମାଡ଼ି ଚାଲିବ, ଆଉ ରହିଥିବ ମଧ୍ୟ। ଆପଣ ଯୋଉ କଣ୍ଟେଣ୍ଟ ବନଉଛନ୍ତି, ଲୋକଙ୍କୁ ଯୋଉ ହସେଇବା ପାଇଁ ଯୋଉ ମନୋଭାବ ରଖିଛନ୍ତି, ସମସ୍ତଙ୍କୁ ଖୁସି ରଖିବା ପାଇଁ, ଏ ଯୋଉ କଣ୍ଟେଣ୍ଟ ପାଇଁ ଯୋଉ ଇନ୍ସପିରେସନଟା ଆପଣଙ୍କୁ କେମିତି ମିଳିଛି? ଇନ୍ସପିରେସନ ହେଉଛି ଆମର ବୋଲେ ଯୋଉ ଲାଇଫଷ୍ଟାଇଲଟା ଚାଲିନି କି, ସେଇଟା ହେଉଛି ଗୋଟେ ଇନ୍ସପିରେସନ।
ଏଇଟା ଗୋଟେ ମାନେ ଆମେ ସବୁ ଗୋଟେ ଗୋଟେ ନାଟକ କରି କରି ଯାଉଛେ ଏଇ ଆଜି ଏ ଦୁନିଆରେ ମାନେ ଏ ଯୁଗରେ ମୁଁ କାହାର ଭାଇ ମୁଁ କାହାର ପୁଅ ମୁଁ କାହାର ମାନେ ଏମିତି ମନ ଇଚ୍ଛା ଅଛି ଆଉ ସେଇ ଜିନିଷ ଭିତରେ ଆମର ନିଜ ନିଜ ଭିତରେ ଗୋଟେ କଣ୍ଟେଣ୍ଟ କ୍ରିଏଟ୍ ହେଇଯାଉଛି ଏବେ ଆମେ ଦି ଜଣ କଥା ହଉଛେ ଆମ ଭିତରେ କେତେ କିସ କଣ୍ଟେଣ୍ଟ କ୍ରିଏଟ୍ ହେଇଯିବ ତାପରେ ଆମେ ଯୋଉଠିକି ହେଲେ ଯାଉଛୁ ଟିପି ରଖନ୍ତୁ ପ୍ରତ୍ୟେକ ଦିନ ସନ୍ଧ୍ୟା 6 ଘଣ୍ଟିକା ସମୟରେ ଆମର ଏହି ଡିଜିଟାଲ ଓଡ଼ିଶା ୟୁଟ୍ୟୁବ ଚ୍ୟାନେଲରେ ଅପଲୋଡ଼ ହୁଏ ନୂଆ ନୂଆ ପଡ଼କାଷ୍ଟ ଏପିସୋड तो देखा निश्चय आम चैनल को सब्सक्राइब कर रखी था सेठी आमे सब ऑब्जर्व करछि मु जदी कंटेंट क्रिएशन रे पसिया गले चारियाडे ऑब्जर्व करियो फनी पॉइंट सेटा अपन नोटिस कर पूरा आमे बोले देखो मद जने पिंथियो तमे ता पाखरे गुटे 10 मिनिट बई पड़ियो ना तुमको 100टा कंटेंट मिल जियो से जो प्रकार कथा कहबो तो सी टाइप रो मु समस्त पाखरे बसी हसमो गमात हेले सेटू कंटेंट मते मिल जाउछि आ मेन तो घरे हमरो कंटेंट गबा अछि सबुटी तुम जो माने सब सिचुएशन रे कंटेंट मिल जाउछि किंतु मेन हला ताको तुम किंती प्रेजेंटेशन करियो माने लोक आगर किंती प्रकाशित करियो जोडा कि लोक माने हसी पारिबे त मेनी जिंस अछि तमे गोटे सीरियस जिंस को किंती बेले गोटे कॉमेडी जिंस को सीरियस किंती प्रेजेंट करि पारिबो तमे गोटे कॉमेडी सीन त बेसी जिंस अछि मो सेते भितरु दिन किंतु देखंदो हमर आपन जो वीडियो बनै थाउसन सेते मैक्सिमम सेते गाली फाइट टाइप रे हमर लोकल गंजाम जो भाषा टे यूज हेता अछि सेटा को लोक माने केमिति पॉजिटिव वे रे नोचंती से प्रति आपन कोन हां गाली बहुत जण माने जेतले मते मिशन दे कहते भाई तुम वीडियो बेसी गाली यूज कर भाई देख गाली जदि शुणियार अच्छी बड़ बड़ कंटेंट क्रिएटर अच्छा हैला तांगडो आपण गाली सुनी पारिबे आउरी एबे एडी एडी छोटा पिला नेले भारचंती गाली करचंती हैला गाली तांकोटो सिखिबो 2 अक्षरिया 3 अक्षर सब किंती हम गंजाम जो आमे जो वीडियो बनउछु सेतिरे खाली हमर गोटे गाली रहउछि जार ना होछि बोडरुजिया तो ताकू जदि तुम संधि विच्छेद करियो तार माने पूरा मीनिंग होछि बड़ रोगिया बड़ प्लस रोगिया बड़ युक्त रोगिया तो यार अर्थ होछि कुष्ठ रोग माने जाकू बड़ रोग होछि ताकू बोडरुजिया बोली कहउछे तो एडा को गाली रे निया हिछि सेंति कहउचंती तो सब गाली गाली होचंती किंतु एडा एते कदर्ज्य बोले एते खराब वर्ड नाही 8 बड़ बड़ वर्ड अछि किंतु सेटा हम यूज करनु हम माने हमर वीडियो रे आपण देखिबो गोटे वर्ड सदा गोटे वर्ड छडा हमरा आ किछि भी भाषा यूज नै एडा को भाषा भी कहि होनी ओके जगन भाई हमर जो आपण जो वीडियो करथिले जते बे आपण वायरल हला जानले प्रथम वीडियो केबे वायरल हेतिला प्रथम वीडियो जदी इंस्टाग्राम थ्रू रो कहियो बोले हमर फर्स्ट वीडियो वायरल हेतिला माछर गौरा करथिला जोडा हेडा 2 पॉइंट समथिंग केते व्यू जाइथिला आउ जदी हम इंदी लोकल रे हमर वायरल जाइथिला बोले दीटा वीडियो जाइथिला गोटे होची साई रो कुरकुरु चोरै खाइ दिथिले गौरागिनी निखिले आउडे थिला लिपू आउ गौरा बोई की से जो केजीएफ रो गोटे नथिला डायलॉगडा मां मु तो पई सब सुना धरी पळाई सेटा हिंदी रे थिला हम सेटा को टमाटो कन्वर्ट करी करथिले सेटा WhatsApp रे बेसी वायरल जाइथिला किंतु जदी इंस्टाग्राम थ्रू रो जदी हमहु परिचय मिलला ले माछर वीडियोडा रे परिचय मिलला से अपन YouTube प्रति मनोभाव केमति आसिला YouTube प्रति इंस्पिरेशन कहया गले हमर मिट्टू भाई गिरी विकास भाई किंतु मिट्टू भाई आगरो हमको वीडियो करिया रे साहाय्य करथले कोन हला तांकर लाइक आउ टिकटॉक ए टाइम रे तांकर भलो करथले आमे भी तांक सहित सपोर्ट देई करथलु आउ तापर परवर्ती समय से जेतल बाहर पळेले विकास भाई फोन नथिला तांक पाखरे आम पाखरे सेते बड़ फोन नथिला तांक तुले आमे रही की करी करी इच्छा गुडे हला हां करियो बोली किंतु से टाइम रे मते इच्छा एते इच्छा नथिला जे हां वीडियो करी की चालिबो आउ मेन इंस्पिरेशन कहला हम गाँव विकास भाई मिट्टू भाई आंके बोले स्टार्टिंग रे कहिथिले त हां वीडियो करबा भलो सोशल मीडिया त आपण करछन सोशल मीडिया रे बहुत प्रकार नेगेटिव कमेंट मध्ये आता होची बेले बेले आपण भी देखिथिबे जे मु मध्ये बे आपण वीडियो देखिथिले कि आपण बाइक चलाई जाउथले हेलमेट बिना हेलमेट नथिला ले सेबडे वायरल आपण वीडियो होई जायतिला तो ये जो आपण जो बैड नेगेटिव कमेंट आसले सेडा को आपण केमि हैंडल करथन नेगेटिव कमेंट आगु मु आगरे देखुथिली किंतु एबे मु माने कह गला आम गंजाम बासी पानी रे पचारनी कहीं देख जेतल मु गोटे को गीत को नहीं कि माने निजर लिरिक्स ऐड करी मु जेतल गोटे गीतटी गाउछु सेतरे बेसी खराब कमेंट आसियो मु देखिबी सेडा को किंतु जेतल भगवान को नारे गोटे सेडा आउरी भाइराल जीवो एते व्यू जीवो जे कहि होबनी हला किंतु मु जेतल गोटे भगवान कर नारे गोटे गीत गाइली जोडा कि रथ यात्रा रे एबे पर्यंत मो आईडी रे अछि तार व्यू देखिबो
ମାନେ ଏବେ 2 ବର୍ଷରେ ସେଇଟା କେତେ 6 ଲକ୍ଷ ସମଥିଙ୍ଗ କେତେ ଭ୍ୟୁ ଯାଇଛି, ସେଇଟା ଏବେ ପର୍ଯ୍ୟନ୍ତ ଭ୍ୟୁ ଯାଇନି। ଆଉ ସେଥିରେ ଭଲ ଲୋକମାନେ କମେଣ୍ଟ ଦେଇଛନ୍ତି ମୁଁ ଜାଣିଛି। ଆଉ କିନ୍ତୁ ମୁଁ ଯେତେବେଳେ ଗୋଟେ ଭଜନ ବି ଗାଇଥିଲି ସେଥିରେ ବି କମେଣ୍ଟ ଦେଇଥିଲେ ଜଣେ, ସେ ଲୋକର ମୁଁ ନାଁ ବି ଜାଣିନି ଏବେ ପର୍ଯ୍ୟନ୍ତ, ସେ ଖରାପ କମେଣ୍ଟ ଦେଇଥିଲା, କ'ଣ ଗାଉଛି ଭାଷା ଲଗେଇ କହିଥିଲା। ତ ମୁଁ ସେଇଠାରୁ ଭାବିଲି କିଏ କିଛି କହିଲେ କହୁ, ହାତୀ ଗଲେ ବଜାରେ କୁକୁର ଭୁକିବ ହଜାରେ, ଏଇ ଜିନିଷଟା ଅଛି। ଆଉ ଗୋଟେ କଥା ରହିଲା, 3 ତୁଣ୍ଡରେ କ'ଣ ସେଟା ଗଧ କୁକୁର ନାହିଁ, କ'ଣ ଗୋଟେ ଛେଳି କୁକୁର, ହଁ ସେ ଟାଇପ୍ର ଜିନିଷଟା ମୁଁ ଭାବୁଛି। କିଏ କିଛି କହିଲେ କିଛି କରିପାରିବେନି। ଯଦି ତମ ପଛରେ ଯଦି 100ଟା କମେଣ୍ଟ ଆସୁଛି ତାହେଲେ ମାନେ 90ଟା କମେଣ୍ଟ ଆପଣଙ୍କୁ ଭଲ କହିବେ ଆଉ 10ଟା କମେଣ୍ଟ ଖରାପ କହିବେ। ସେ 10ଟା କମେଣ୍ଟକୁ ମୋର ପଚାରିବାର ନାହିଁ, ମୋତେ 90 ଲୋକକୁ ଧରି ଚାଲିବାର ଅଛି। ସେ 10ଟା ଲୋକ ମୋତେ ଆଣିକି ଖାଇବାକୁ ଦେବେନି, ସେଥିପାଇଁ ମୁଁ ତାଙ୍କୁ ଇଗ୍ନୋର ଆଗା କରିଦେଉଛି। ଓକେ ଜଗନ ଭାଇ, ଆମେ ଦେଖିଥିଲୁ ଆପଣ ଏ ଯୋଉ କମେଡି କରିବା ସହିତ ଲୋକଙ୍କ ସହିତ ଆଉ ଲୋକମାନଙ୍କ ଭିତରେ ଥିବା ଯୋଉ ଜଗନ୍ନାଥ ପ୍ରତି ଭଲ ପାଇବା, ସେ ଜଗନ୍ନାଥଙ୍କ ପାଇଁ ଆପଣ ମତେ ଗୋଟେ ଗୀତ ଗୋଟେ ଗାଇଥିଲେ। ଆପଣ ଯଦି କିଛି ଖରାପ ନ ଭାବନ୍ତି ତାହେଲେ ଆପଣ ଏଇ ଗୀତ ଆମ ଅଡିଏନ୍ସ ପାଇଁ 2 ଲାଇନ୍ ଯୋଉ ଗୀତଟା ଆପଣ ଗାଇଥିଲେ। ଖରାପ କାହିଁ ଭାବି, ଆମର ପ୍ରଭୁ ଅଛନ୍ତି ମହାପ୍ରଭୁ ଶ୍ରୀ ଜଗନ୍ନାଥ, ତାଙ୍କ ପାଇଁ ଗୀତ ଗାଇବାକୁ କ'ଣ ଖରାପ ଅଛି? ମୋର ଏଇଟା ସୌଭାଗ୍ୟ ଯେ ମୁଁ ବୋଲେ ଫାଷ୍ଟ ଗୀତ ଯେତେବେଳେ ମୁଁ ଷ୍ଟୁଡ଼ିଓରେ ଗାଇଛି ସେଇଟା ମହାପ୍ରଭୁ ଜଗନ୍ନାଥଙ୍କର। ତ ଏଇଟା ମୁଁ ଧନ୍ୟବାଦ ଜଣାଇବି ଅଦିତି ସାଇ ମ୍ୟୁଜିକ୍ ଚ୍ୟାନେଲରେ, ମାନେ ଯେ ମେନ୍ ଅଛନ୍ତି ଆମର ଧ୍ରୁବ ଚରଣ ରଣା, ଆଉ ତାଙ୍କେ ହେଉଛନ୍ତି ତାରାତାରିଣୀ ମନ୍ଦିରର ସେବକ। ତାଙ୍କେ ମୋତେ ସୁଯୋଗ ଦେଇଥିଲେ ଗୀତ ଗାଇବାକୁ। ମୁଁ ଗୀତ ପ୍ରାୟତଃ ଶିଖେନି, ଯାହା ଏମିତି ଦେଖାଦେଖି କରିକି ଶିଖିଯାଇଛି। ଆଉ ଯଦି ପ୍ରପରଲି ଶିଖିଥାନ୍ତି ବୋଲେ କ'ଣ ଟିକେ ହେଇଥାନ୍ତା, ଖାଲି ହଁ ଦେଖା ଶିଖା ଗୌଡ଼ ଭିକାରେ, ହଁ ଏମିତି ଦେଖା ଦେଖି କରିକି ଗୀତ ବହୁତ ଲୋକ ଭଲ ପାଇଛନ୍ତି, ସେଇଟା ହଁ ଦେଇଛନ୍ତି। କିନ୍ତୁ ମୁଁ ଆଉ ସେକେଣ୍ଡ ଟାଇମ୍ ଟ୍ରାଏ କରିନି, ଟାଇମ୍ ହେଇନି। କିନ୍ତୁ ହଉ ଗାଇଦେବା, ମହାପ୍ରଭୁଙ୍କର ନାଁ ଯେତେବେଳେ ଆସିଲା ଗାଇଦେବା। ତ ସେଇଟା ଏମିତି ଥିଲା। ଜଗନ୍ନାଥ 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 ଜଗନ୍ନାଥ, ଜଣାଉଛି ଦୁଃଖ ମୋର ଘେନ ହେ ଆରତ, ଜଣାଉଛି ଦୁଃଖ ମୋର ଘେନ ହେ ଆରତ। জয় জয় জগন্নাথ, জয় জয় জগন্নাথ, জয় জয় জগন্নাথ, জয় জয় জগন্নাଥ। ତାପରେ ତାର ମୁଖଡ଼ାଟା ଅଛି, ଭଲ ଟିକେ ଶୁଣିବା। ଅଥଳ ସାଗରେ ରହି ଡାକେ ମୁଁ ତୁମକୁ, ମୋ ଡାକ କି ଶୁଭୁ ନାହିଁ ତୁମରି କନକୁ। ଦୁଃଖୀ ଦୁଃଖ ଦେଖି ତୁମେ କି ଲାଭ ପାଉଛ, ଶ୍ରୀମନ୍ଦିରେ ବସି ତୁମେ ମୁରୁକି ହସୁଛ। ଆହେ ଜଗନ୍ନାଥ ଜଗତର ନାଥ, ଆହେ ଜଗନ୍ନାଥ ଜଗତର ନାଥ। ଦୁନିଆରେ ସବୁ ମିଛ ତୁମେ ଏକା ସତ। ଜୟ ଜୟ ଜଗନ୍ନାଥ, ଜୟ ଜୟ ଜଗନ୍ନାଥ, ଜୟ ଜୟ ଜଗନ୍ନାଥ, ଜୟ ଜୟ ଜଗନ୍ନାଥ। ବହୁତ ବଢିଆ ଲାଗିଲା ଏଇ ଯୋଉ ଆପଣଙ୍କ ସଙ୍ଗଟା, ଯୋଉଟା କି ଆମେ ଏବେ ଦେଖିବା। ଆପଣ ଦେଖୁଥିବେ ସମସ୍ତେ କମେଣ୍ଟ କରୁଥିବେ କି ଆମର ଜଗନ ଭାଇ କ'ଣ ପଢୁଛନ୍ତି, କ'ଣ ପଢୁଛନ୍ତି, କ'ଣ ତାଙ୍କର ଏଇଠି ଚାଲିଛି, ପ୍ଲାନିଂ ଚାଲିଛି, କ'ଣ ଆଗାମୀ ଦିନରେ କ'ଣ ଆସିବ। ତ ଏଇ ବ୍ରଡକାଷ୍ଟ ମାଧ୍ୟମରେ ଆପଣ କ'ଣ କ'ଣ ପଢୁଛନ୍ତି, ଆପଣ ଷ୍ଟଡି ଷ୍ଟାଇଲ ବେଲେ ମୋର +2 ପରେ ମୁଁ କରିଛି ଫାର୍ମାସି। +2ରେ ଗୋଟେ ବର୍ଷ ବ୍ରେକ୍ ପରେ ମୁଁ ଫାର୍ମାସି କରିଛି। +3ରେ ଜଏନ୍ ହେଇଥିଲି, କିନ୍ତୁ ଦିଦି କହିଲା ଫାର୍ମାସି କରିବାକୁ, ସେଥିପାଇଁ ମୁଁ ଫାର୍ମାସି କରିଛି। ମୁଁ ଡି-ଫାର୍ମା କରୁଛି। ଏବେ ମୋର ଫାର୍ଷ୍ଟ ଇୟର କମ୍ପ୍ଲିଟ୍ ହେଇଯାଇଛି, ସେଠି ସେକେଣ୍ଡ ଇୟର ଏବେ ଚାଲିଛି, ସରିବାକୁ ହେଇଯିବ। ଜାନୁଆରୀ ମାସରେ ମୋର ଏକ୍ଜାମ୍ ଅଛି। ଆଉ ଷ୍ଟଡି ପ୍ୟାଟର୍ନ ମାନେ ପଢ଼ିବାର ଷ୍ଟାଇଲ ହେଉଛି ସେମିତି କିଛି ବେସିକ୍ ନାହିଁ। ମୁଁ ବେଶୀ ପଢ଼ାକୁ ଟାଇମ୍ ଦେଉଛି, କିନ୍ତୁ ଏତେ ବି ନାହିଁ ଯେ ପୁରା ରାତି ଦିନ ଖୋଲିକି ବହି ପଢ଼ୁନି ମୁଁ। ଆପଣ ଯୋଉ ପଢ଼ା ଟାଇମ୍ ରଖିଛନ୍ତି, ପଢ଼ା ଟାଇମ୍ ଭିତରେ ଏଇ ଯୋଉ ଆପଣ କଣ୍ଟେଣ୍ଟ କେମିତି ମ୍ୟାନେଜ୍ କରୁଛନ୍ତି, ସୋସିଆଲ ମିଡ଼ିଆକୁ କେମିତି ହ୍ୟାଣ୍ଡେଲ୍ କରୁଛନ୍ତି? ପଢ଼ା ଟାଇମ୍ ବୋଲେ ପଢ଼ା ଟାଇମ୍ରେ ପଢ଼ା, ଯେତେବେଳେ ଏକ୍ଜାମ୍ ଚାଲୁଛି, ଯେତେବେଳେ କ୍ଲାସେସ୍ ଯେତେବେଳେ ଟିକେ ଡିଫିକଲ୍ଟ ଯୋଉଟା ରହୁଛି ସେଇଟାକୁ ବେଶୀ ଟାଇମ୍ ଦେବାକୁ ପଡ଼ୁଛି।
ଆଉ କଣ୍ଟେଣ୍ଟ ଗଲେ ଦିଟା ଦି ନଈରେ ପାଦ ଦେଇକି ଚାଲିବାକୁ ଗଲେ ଦିଟାକୁ ପୁରା ପୁରା ସମାନ ତରାଜୁରେ ମେଣ୍ଟେନ୍ କଲା ଭଳିଆ ରଖିବାକୁ ପଡ଼ିବ, ନହେଲେ ଇଆଡ଼େ ଅଧିକ ହେଲେ ଇଆଡ଼େ ବୁଡ଼ିଯିବ, ବେଶୀ ହେଇଗଲେ ଏମିତି କମିଯିବ। ସେଥିପାଇଁ ଦିଟାକୁ ମ୍ୟାନେଜ୍ କରିବାକୁ ଗଲେ ସେମିତି ଚାଲିଛି। ବେଶୀ କିଛି ସେତେ ଷ୍ଟ୍ରାଟେଜି କିଛି ମେଣ୍ଟେନ୍ କରିବାକୁ ନାହିଁ, ଯେମିତି ଚାଲିଛି ଭଗବାନଙ୍କ ଦୟାରୁ ଭଗବାନଙ୍କ ଆଶୀର୍ବାଦରୁ। ଓକେ, ଏବେ ଆପଣ ତ ଇନଷ୍ଟାଗ୍ରାମରେ 500K ଫଲୋଅର୍ସ ହେଲାଣି, ଯେଉଁ ଭଲ ପାଇବା ଦେଇଛନ୍ତି ଲୋକମାନଙ୍କୁ। ଏଇ ଯେଉଁ 500K ହେଲା ପରେ ଆପଣ ଦେଖୁଥିବେ ରାସ୍ତାରେ ଗଲାବେଳେ ଗଞ୍ଜାମ ଟଙ୍କା ଯାଉଛନ୍ତି, ଏମିତି କେବେ ଫିଲ୍ କରୁଛନ୍ତି କି ବାଟ ଗଲା କିଏ ଗାଡ଼ି ରଖିକି ପଚାରୁଛି? ବେଶୀ ପଚାରିନି କାହିଁକି, ମାନେ କ'ଣ ହେଇଛି ଗୋଟେ ଦିନ ମୁଁ ଏବେ ଜାଣିପାରୁନାହାନ୍ତି କାହିଁକି ବୋଲେ କେତେବେଳୁ ଜାଣିପାରୁନାହାନ୍ତି, କାହିଁକି ଗାଡ଼ିରେ ଯେତେବେଳେ ସ୍ପିଡ଼ରେ ସମସ୍ତେ ତ ସ୍ପିଡ଼ରେ ଯାଉଛନ୍ତି, କିଏ ରେକଗ୍ନାଇଜ୍ କରିପାରୁନାହାନ୍ତି ମୁଁ ବୋଲିକି, କାରଣ ରିଲ୍ ଟୁ ରିଏଲ୍ରେ ବେଶୀ ଡିଫରେଣ୍ଟ ଥାଉଛି। ଆଉ ଯିଏ ବି ଚିହ୍ନି ଦେଉଛନ୍ତି, ଗୋଟେ ଇନସିଡେଣ୍ଟ ହେଇଛି, କ'ଣ ହେଇଛି, ମୁଁ ଗୋଟେ ସିରିୟସ୍ ମ୍ୟାଟରରେ ମାନେ ଏମର୍ଜେନ୍ସି କେସ୍ରେ ଯାଉଛି, କିଛି ଜଣ ଡ୍ରିଙ୍କ କରିକି, ମାନେ ଡ୍ରିଙ୍କ କରିବା ଲୋକର ସ୍ମରଣ ଶକ୍ତି ଅଧିକା, ଆଉ ତାଙ୍କ ଭିତରେ 10ଟା ଲୋକ ପଇଯାଇଥିବେ ହେଲା। ହେଲେ ମୁଁ ଯେତେବେଳେ ଯାଉଥିଲି ତାଙ୍କେ ଦେଖିଦେଲେ ପୁରା ଗ୍ରୁପ୍ଟା, ମୁଁ ଯାଉଛି ଏମର୍ଜେନ୍ସି କେସ୍ରେ, ତାଙ୍କେ ପୁରା ଗାଡ଼ି ରିଟର୍ନ ଆଣିକି ଗାଡ଼ି ଆଗରେ ରଖିଦେଲେ, ଆଉ କହିଲେ ଭାଇ ବିଗ୍ ଫ୍ୟାନ୍, ସବୁ ଚପଲଠୁ ନେଇକି ମୋର ସବୁ ଜିନିଷ ପର୍ଯ୍ୟନ୍ତ ତାଙ୍କେ ଭିଡ଼ିଓ ଦେଖି ଜାଣି ଦେଇଛନ୍ତି, ଭାଇ ଚପଲ ତମେ ପିନ୍ଧିନ, ଏଇ ସାର୍ଟଟା ତମେ ଏବେ କୋଉଠୁ ସବୁ ପଚାରିଲେ। ହେଲେ ମୋର ସେପଟେ ଏମର୍ଜେନ୍ସି ମାନେ ଲେଟ୍ ହେଉଛି, ଭାଇ ଜଲ୍ଦି ଫଟୋ ଉଠ, ଭାଇ ଏମିତି କ'ଣ ହେଉଛ, ସେଇଟା ଗୋଟେ ଇନସିଡେଣ୍ଟ ହେଲା। ମୋ ସେଇ ଦିନଠୁ ଭାଇ କୁଆଡ଼େ ଗଲେ ମୁଁ ପ୍ରପର ମାସ୍କ ଆଉ ହେଲମେଟ୍, ମୁଁ ସବୁବେଳେ ଗାଡ଼ି ଚଲେଇଲେ ହେଲମେଟ୍ ପିନ୍ଧିଛି, ଆଉ ହେଲମେଟ୍ ଲଗେଇ ଯାଉଛି, କିଏ ଚିହ୍ନି ପାରୁନି, କାରଣ ସେଟା ବ୍ଲାକ୍ ହେଲମେଟ୍ଟା, ଭିତରେ କିଏ ଅଛି କିଏ ଜାଣିପାରୁନି, କିଏ ଗାଡ଼ି ନମ୍ବର ଦେଖିକି ଜାଣି ଦେଉଛି, କିଏ କେମିତି ଦେଖିକି ଜାଣି ଦେଉଛେ, ସେମିତିରେ ପଚାରୁଛନ୍ତି, କିନ୍ତୁ ପ୍ରାୟତଃ ଏବେ ଜାଣିପାରୁନାହାନ୍ତି। ଏ ଯେଉଁ ଆପଣ ସୋସିଆଲ ମିଡ଼ିଆକୁ କ୍ୟାରିୟର ବୋଲି ଭାବିଲେ, ଯେଉଁ ଏ ଯେଉଁ ଆପଣ ପରିବାରରେ କେମିତି ସପୋର୍ଟ ମିଳିଥିଲା, ପରିବାରରେ ଆପଣଙ୍କୁ କେମିତି ସପୋର୍ଟ ମିଳିଥିଲା ଏ ଯେଉଁ ସୋସିଆଲ ମିଡ଼ିଆ ପାଇଁ? ପରିବାରରେ ବେଶୀ ସପୋର୍ଟ ମିଳିଛି, କାରଣ ଯଦି ନ ମିଳିଥାନ୍ତା ମୁଁ ଏ ଜାଗାକୁ ପହଞ୍ଚି ପାରିଥିନି, କାରଣ ତାଙ୍କ ସପୋର୍ଟ ଯୋଗୁଁ ଆଗ ମୁଁ ଏଠିକି ଆଇଛି। ମୁଁ ଯେତେବେଳେ ଫାଷ୍ଟ ଷ୍ଟାର୍ଟିଂ କଲି ସେତେ କିଛି ଏମିତି କହିନାହାନ୍ତି, କରୋନା ଧରନା ଏମିତି କାହା ଘରେ କହୁଛନ୍ତି, କିନ୍ତୁ ଆମ ଘରେ ସେମିତି କିଛି ନାହିଁ। ତୁ ଯାହା କରୁଛୁ କରେ, ତୋ କ୍ୟାରିୟର ତୋ ହାତରେ, କିନ୍ତୁ ଯାହା କରିବୁ ଘରର ସମ୍ମାନ ଇଜ୍ଜତକୁ ଆଉ ରଖିବୁ, ଏମିତି ନା ପକେଇଲା ଭଳିଆ କାମ କରିବୁନୁ, ତୁ ଯାହା କରୁଛୁ କରେ, ସେଥିରେ ଆମେ ଏଗ୍ରି ଅଛୁ। ଆଉ ଯେତେବେଳେ ମୁଁ ଫାଷ୍ଟ ଫୋନ୍ ବି କିଣିଛି, ସେଇଟା ଘର ପଇସାରୁ ବି କିଣିଛି। ସେତେବେଳେ ଟାଇମ୍ରେ ଯେତେବେଳେ 10,000 ହେଇଥିଲା, ମୁଁ ସେତେବେଳେ ଫାଷ୍ଟ ଫୋନ୍ ଆଣିଥିଲି, ଆଇଫୋନ୍ଟା, ବେଶୀ ପଇସା ହେଉଛି ସେଇଟା ହେଲା, ଦେଇଥିଲେ ଘରେ ଦେଇଥିଲେ। ତାପରେ ଆସ୍ତେ ଆସ୍ତେ ମେନ୍ ସାହାଯ୍ୟ କରିଛନ୍ତି ଆମର ସାନ ଦିଦି, ତାଙ୍କେ ଦେଇଛନ୍ତି, ଆଉ ଆସ୍ତେ ଆସ୍ତେ ତାପରେ ସେ ପଇସାଟା ସୁଜା ହେଇଗଲା, ଆଉ କଣ୍ଟେଣ୍ଟ କ୍ରିଏସନ୍ ପଇସା ଆଣିକି। ଆଉ ଏ ଯେଉଁ ଆପଣ ଟିମ୍ ଯେଉଁ ଅଛନ୍ତି, ଯେଉଁ ଟିମ୍ରେ କିଏ କେତେ ଆପଣ ଟିମ୍ ମେମ୍ବର୍ସ ଅଛନ୍ତି? ଟିମ୍ ମେମ୍ବର ଆମର ପୁରା ଗାଁରେ ଯେତିକି ପିଲା ଅଛନ୍ତି ସମସ୍ତେ ଆମର ଟିମ୍ ମେମ୍ବର। ସେମିତି ମୁଁ କାହାକୁ କହିବିନି ଯେ ଆମର ଏତିକି ଜଣ ସେତିକି ଜଣ। ଏବେ ଆମେ ଯଦି ଭିଡ଼ିଓ କରୁଥିବୁ କାହାକୁ ଡାକିଲେ ହେଲେ କିଏ ମନା କରିବେନି, ସବୁ ଆଇବେ କରିବେ। ଯଦି ଖାଲି ହଁ ସ୍ପେଶାଲି କେତେ ଜଣ ଏମିତି ସବୁ ମାନେ କଣ୍ଟିନ୍ୟୁ ରହୁଛେ ବୋଲେ, ଏବେ ଆଗରୁ ଗୋଟେ ଟିମ୍ ଥିଲା, ଏବେ ଅଲଗା ହେଇଯାଇଛି। ଏବେ ଅଛି ଗୌରା, ନିଖିଲ, ଦଣ୍ଡ, ତାପରେ ସାଇ, ଆଉ ଲକି, ଲିପୁ, ଆଉ ଶୁଭମ ମାଝୀ, ଆଉ ଆଙ୍କର ସବୁ ଆମର ଏବେ ମ୍ୟାନେଜର ଅଛନ୍ତି ଲିଙ୍କନ ଭାଇ, ତାଙ୍କେ ସବୁ ବୋଲେ ସବୁ ମ୍ୟାନେଜ କରୁଛନ୍ତି। ଆଉ ତାଙ୍କ ଦ୍ୱାରା ସବୁ ହେଉଛି, କାରଣ ପିଲା କେତେବେଳେ କୁଆଡ଼େ ଯିବ, କୁଆଡ଼େ ମୁଁ ପ୍ରାୟତଃ ଗାଁରେ ରହୁନି, ସେଥିପାଇଁ ତାଙ୍କେ ମ୍ୟାନେଜର ଅଛନ୍ତି। ତାଙ୍କ ଲାଗି ଏବେ ଚାଲିଛି କହିଲେ ଅତୃପ୍ତି ହେବନି, ତାଙ୍କ ଲାଗି ଆଉ ଚାଲିଛି ଲିଙ୍କନ ଭାଇ। ଆପଣଙ୍କର ଏବେ 5 ମିଲିୟନ ଫଲୋଅର୍ସ ହେଲେଣି, ମାନେ ଗୋଟେ ଭିଡ଼ିଓ ଯଦି ଆପଣ ପକେଇବେ 5 ମିଲିୟନ ଲୋକ ଆପଣଙ୍କ ଭିଡ଼ିଓ ଦେଖୁଛନ୍ତି। ଏ ଯେଉଁ 5 ମିଲିୟନ ହେବା ପଛରେ ଆପଣ କ'ଣ ଏମିତି ଖୁସି ଫିଲ୍ କରୁଛନ୍ତି? କେବେ ଭାବିଥିଲେ 5 ମିଲିୟନ ଫଲୋଅର୍ସ ହେବ ଆପଣ? ସେଇଟା ତ କେବେ ହେଲେ ଯିଏ କଣ୍ଟେଣ୍ଟ କ୍ରିଏସନ୍ କରୁଛି, ମୁଁ କେବେ ଏମିତି ଭାବିନଥିଲି ଯେ ମୋର ଏତେ ଭ୍ୟୁ ଯିବ, ଇଏ କରିବ। ଏବେ ଯେତେବେଳେ ଭ୍ୟୁ ଯାଉଛି ଭଲ ଲାଗୁଛି, ଲୋକମାନଙ୍କର ଭଲ ପାଇବା ମିଳୁଛି, ଭ୍ୟୁ ଯାଉଛି ଭଲ ଲାଗୁଛି। ଆଉ ତାର ଆଉ କିଛି କହିବି? ଆଚ୍ଛା ଜଗନ ଭାଇ, ଏବେ ଆମେ ଟିକେ ମେନ୍ ଟପିକ୍ ଫାଇନାନ୍ସିଆଲ, ଯେହେତୁ ଆମେ ସମସ୍ତେ ପଇସା ପାଇଁ ହିଁ ଆମେ କାମ କରିବା ଦରକାର, ଯେହେତୁ ପଇସା ହିଁ ଦୁନିଆରେ ସବୁ କିଛି, ଆପଣ ନିଶ୍ଚୟ ଭାବନ୍ତି। এই যে সোশিয়াল মিডিয়াରେ ଆପଣଙ୍କର ମନ୍ଥଲି ଇନକମ୍ କେତେ ହେଉଛି ବୋଲି ଆପଣ ଜାଣିଛନ୍ତି? ଆମ ସୋସିଆଲ ମିଡ଼ିଆରେ ମଧ୍ୟ ଭାଇମାନେ ବି ଆପଣ ୱେଟିଂ କରିକି ଅଛନ୍ତି, ଆପଣ ଯେଉଁ ଗଞ୍ଜାମ ଟଙ୍କା ଅଫିସିଆଲର ଇନକମ୍ ମନ୍ଥଲି କେତେ ଟଙ୍କା ହେଉଛି? ହଉ ଠିକ୍ ଅଛି। ତ ଇନକମ୍ ସୋର୍ସ ଯେତେବେଳେ ଆସିଲା, ୟୁଟ୍ୟୁବର ପଲିସି ହେଉଛି ଇନକମ୍ ସୋର୍ସ କେବେ କହିହେବନି, ଆଉ ସବୁ କହି ହେଉଛେ, ଆଉ ନାଇଁ କହିହେବନି ଏ ମୁଁ ଏତେଟା ଆଣିଦେବି ସେତେଟା ଆଣିଦେବି। ଯଦି ଏବେ ତୁମେ କହିବ ବୋଲେ ମୁଁ ଫୋନ୍ କାଢ଼ିକି ଦେଖେଇଦେବି ମୋର ଇନକମ୍ କେତେ ମାସ ହେଉଛି। ଏବେ ଫୁଲ୍ ଡାଉନ୍ ହେଇଯାଇଛି, କିନ୍ତୁ ଯେତେବେଳେ ଇନିସିଆଲି ଷ୍ଟେଜ୍ରେ ମୁଁ କହିଦେଉଛି 15, ମାନେ ୟୁଟ୍ୟୁବର ପଲିସି ହେଉଛି କେତେ ଆଇବ ଆମର $100, ଯଦି ତାକୁ ଆମେ ଇଣ୍ଡିଆନ୍ କରେନ୍ସିରେ କନଭର୍ଟ କରିବା ସେଇଟା ହେଉଛି ଆମର
8,000 समथिंग केते चिल्ड्रा पड़ची आ टैक्स फैक्ट एगुडा कटुची टैक्स गुडाक इन कटिके 8,000 समथिंग केते चिल्ड्रा आउची आ एबे भी मोर फोन जदी कहबो बोले मु देखै दिबी आउची 15,000 आउची किंतु खर्च भाई प्रबल होची कारण आमे सब मेंटेन होची हमर जिंस पत्र आ जति हमर इंस्ट्रूमेंट रे आमे जति खर्च करचू आ सेटार प्राइस एबे कहि परिबिनी सब जिंस ओके आउ आपण सुनथिबे हम गां गळी रे हो गां लोक कथा भी आप जानथि निश्चित भाबे आमे सुनिया पाछे आपनकर जो टीम मेंबर्स मान अछंदी सेमान को किछि बजेट देउ नांती एमती आमे सुनिया पाइथिलु तो आपण को कोन मोटिवेशन अछि कि आपण निजे खाउचंती बोली लोक कहउचंती तो से ऊपर आपण कोन कहबे मु का भी दउनी मु निजे खाइ दोची बोले इन इडा भाबी पारछ जदी मु का को दउ न थांती तांको घरे छाड़ थांदे ना तांके निजे आइ थांदे माने सब पिला एडिकी पिलाडी हेले तमे ताको चॉकलेट देलागा से जहा भी काम करियो तो सिंती दबा कथा जिंस सेटा माने जो पिला मो पाखरे अछंती समस्त जानचंती जदी आपण रिसेंटली मोर YouTube वीडियो ले देखिथिबे गौरा निखिल दंड आंक 3 जण को गौरा को गोटे फोन दिया आइची निखिल गोटे फोन दिया आइची आ दंड को तार जहा दरकार था तां घरे पचराला कंसल्ट कराई ता गोटे फ्रीज दियाला आ भाई एते भी इनकम होन जे मु समस्त को पोसिला भलिया माने गोटे बजेट फ्रेंडली समस्त को पैसा देबी मु आस्ते आस्ते समस्त को माने निज पाखरे रखला वाला ट्राई करछि आ खाली देखो मु समस्त को देई दिबी किंतु मो पाखरे मु जदी किछि न रखिबी सेटा हबोनी ना मु भी मोर पर्सनल खर्च अछि मु घर ऊपर डिपेंड करनी कारण जदी मते ए जिंस करियार अछि जदी मु पाठा पढी बेले घर लोक मते केते भी खर्च करेबे किंतु जदी मु दीटा को मैनेज करी बेले घर लोक मते देबे कि सेति पे मोर भी एक्सपेंसिव जिंस सब अछि सेडो मेंटेन करिया पड़छ जदी सेलिब्रिटी हले बोले इन द नाइ ना किंतु मु एते भी मोर खर्च किछि नै आ समस्त को मो माने जहा भी आसुची पूरा हमर फाइनेंशियल डिपार्टमेंट भलिया दिन समस्त को देले समस्त रहिबे पाखरे सुटेबल भलिया समस्त को दिया आ इडा नाइ जे हम काउ किछि देइनी किछि करनी जदि किछि देई न थाती मु किछि कर न थाती मु तो लोक माने किछि करिया दरकार नै से जगतरनाथ जगन्नाथ देखुचंती ताके मते उचित दंड देई देबे आ एते पर्यंत मु तिष्टे के रहनु ए जो YouTube रो प्रथम अर्निंग आस्थिला आपण केतना आस्थिला प्रथम अर्निंग YouTube फर्स्ट अर्निंग आस्थिला माने वर्षे लागिला गोटे पेमेंट होबा माने व्यू हिसाब रे एबे तो व्यू टिके भलो जाउची किंतु सेतो टाइम रे स्टार्टिंग रु जेतळ मु यो स्टार्टिंग कले पूरा मोनेटाइजेशन टू पेमेंट आसला पर्यंत पाखा पाखी वर्षे 3 मास लागला सेडा आस्थिला 11,000 समथिंग आ सेडा मु जान नथिले ले पेमेंट आछि कारण मु मो अकाउंट मोर एबे पर्यंत बैंक अकाउंट भलसे नै खाली जो साइकिल पैसा मिलला गोटे अकाउंट खोलथिली से गोटे अकाउंट अछि आ मु YouTube पेमेंट बाबार अकाउंट आसे जेतळ मु चेक कली फोन पे रे 11,000 आइची देखिली तापर जाई बैंक स्टेटमेंट कला को यूएस डॉलर YouTube आस्थिली इन गोटे स्टेटमेंट आसला सेडा देखि जब फर्स्ट पेमेंट आसला तो आपन कोन मेमोरी थिला कि YouTube मो पय कैरियर हे परियो कि इन कोन हां पूरा माने जेतळ देखिली मु भाबी नथिली इन्दी माने पैसा आसी हां मु जान नथिली लोक कहउथिले हां क्वाड राउथ मु भी हां इन्दी करी खाली करिया मु पैसा पथर केबल गोडे नथिली हम खाली कर मजा मस्ती रे करी टाइम मिला हम से कोरोना टाइम रे जेतळ कोरोना टाइम रे हम स्टार्टिंग कर नथलु कोरोना पर जेतळ इन्दी मॉर्निंग स्कूल गुडा होतला मोर किछि क्लासेस किछि नथिला मु जेतळ फ्री थिली इन्दी मजालिया रे टाइम रे जेतळ फ्री टाइम मिलथला करथलु एते भी बड़ कंटेंट नथिला छोटो छोटो करी करथलु मु भाबी नथिली इन्दी पैसा आछा किंतु जेतळ आसला बहुत खुशी लागिला समस्त को कहली आइला इन्दी कला हो वाला सेडा हो वर्तमान तो यूट्यूबर सब आपण गोटे कॉमेडियन जहाँ सब एवरीथिंग फ्यूचर रे आपनकर कोन प्लानिंग अछि गोटे सीरीज ओपनिंग ना कोन प्रोजेक्ट फ्यूचर प्लानिंग बहुत बड़ो अछि तो मु कहि दाउ जाउँ छी ए पॉडकास्ट माध्यम रे मोर एबे फार्मेसी चलछि आ 2 मास गोटे लागिवो 3 मास पर मोर बोर्ड एग्जाम माने फाइनल एग्जाम सरिवो तापर ट्रेनिंग वगैरह अछि एगुडा ट्रेनिंग रे सेते किछि नै किंतु मु भाबी छी 5 वर्ष मु कंटेंट क्रिएशन रे पूरा ध्यान देबी आ कंटेंट क्रिएशन खाली मु आम पिल्ला को नेकी करबिनी आम गंजाम रे बहुत कला अछि बहुत पिल्ला माने भलो करूछंती मु जानि छी भी केते जण को जानि छी आ समस्त को मु देखु छी गंजाम रे जते जण भी करूछंती तो मु भाबी छी समस्त को नेकी गोटे आमर तो ऑलरेडी चैनल अछि माने समस्त मिसी काम करबा जा द्वारा आमर गंजा भाषा को हम रिप्रेजेंट करि परिबा कारण देखिथिवो एबे तो रिसेंटली बहुत किछि माने पिला माने भाइरल हेचंदी
କିନ୍ତୁ ସେମାନଙ୍କୁ ଭଲ ସ୍କୋପ୍ ମିଳୁନି କିନ୍ତୁ ଆମ ପାଖରେ ସେତିକି ସ୍କୋପ୍ ଅଛି ମୁଁ ଭାବୁଛି ସମସ୍ତଙ୍କୁ ନେଇକି ଆମର ଗୋଟେ ବଡ଼ ଧରଣର ଚ୍ୟାନେଲ୍ ବନେଇବା ଚ୍ୟାନେଲ୍ ତ ଅଲରେଡ଼ି ଅଛି କିନ୍ତୁ ବଡ଼ ଧରଣର କଣ୍ଟେଣ୍ଟ ଗୁଡ଼ାକ କ୍ରିଏସନ୍ କରିବା ଓକେ ଆପଣ କାହାକୁ ଏମିତି କଲାପ କରିବା ପାଇଁ ଚାହୁଁଛନ୍ତି ଓଡ଼ିଶା ନା ଇଣ୍ଡିଆ ବାହାରେ ସେମିତି କିଛି ନାହିଁ କୋଲାବରେସନ୍ କାହିଁ କରିବାକୁ ଏତେ ଇଏ କରୁନି ଯଦି ଆମେ ବଡ଼ ହଉ ସାନ ହଉ ଯାହା ଥିଲେ ବି କୋଲାବରେସନ୍ କରିବା ମେନ୍ ହେଉଛି ତାଙ୍କୁ ସ୍କ୍ରିନ୍ ଟାଇମ୍ ବେଶୀ ଦେବାକୁ ପଡ଼ିବ ଆଉ ତାଙ୍କ ଯଦି କୋଲାବରେସନ୍ ହେବ ବୋଲେ ଆମର ସାଙ୍ଗସାଥି ଏମିତି ହେଲେ ଭଲ ଲାଗିବ ଏବେ ଦେଖ ଆମେ କରୁଛେ ଆମେ 4 ଜଣ ମିଶିକି କରିବା ସେଇଟା ଗୋଟେ ଅଲଗା ଆମେ ଯଦି କାହାଙ୍କ ସହିତ କାମ କରିବା ବୋଲେ ମାନେ ଡିଫିକଲ୍ଟି ହେବ କାମ କରିବାରେ ଆମେ ତାଙ୍କୁ ପ୍ରାୟୋରିଟି ଦେବାକୁ ପଡ଼ିବ ଆମର କମେଇବାକୁ ପଡ଼ିବ ମୁଁ ଏଇଟା କହୁନି ଯେ ଆମେ କାହାକୁ ପ୍ରାୟୋରିଟି ଦେବାନି କିନ୍ତୁ କମ୍ବିନେସନ୍ ଆପଣଙ୍କ ଯୋଉ ମନୋଭାବ ଅଛି ଅନ୍ ବସ୍ ନିଜ ଆମେ କେମିତି ଗୋଟେ ସେଲିବ୍ରିଟି ହେଇପାରିବା ନିଜେ ଆମେ କେମିତି ଆମର ଗଞ୍ଜାମ ଭାଷାକୁ ରିପ୍ରେଜେଣ୍ଟ କରିକି ଆମର ବ୍ରାଣ୍ଡିଂ କେମିତି ବନେଇବା ସେଇଟା ପରେ ଆମେ କୋଲାବରେସନ୍ ବୋଲେ ପୁରା ଓଲ୍ଡ ଇଣ୍ଡିଆ ଯିଏ ଭାଇ ଆସ ଆମେ ଜଗନ୍ନାଥ ଭଳି ହାତ ଠାରିକି ଡାକୁଛୁ ପ୍ରଭୁଙ୍କ ସମସ୍ତଙ୍କୁ ଯେମିତି ଡାକୁଛନ୍ତି ଆସ ଆମ ସହିତ କାମ କର ଆମେ ସେମିତି ଆଉ ଏମିତି ଏଇ ଛୋଟଟା ଆ ସହିତ କରିବିନି ଏଇ ବଡ଼ଟା ଆ ସହିତ କରିବିନି ସେମିତି ମନୋଭାବ କିଛି ନାହିଁ କୋଲାବରେସନ୍ ଏବେ ପର୍ଯ୍ୟନ୍ତ ମୁଁ କାହାକୁ ସେମିତି ଭାବିନି କିନ୍ତୁ ଅଛନ୍ତି ସମସ୍ତେ ମନରେ ଅଛନ୍ତି ଯାହାକୁ ଡାକିଲେ ଲାଇଭ୍ ସମସ୍ତେ ଭାଇ ଭଳିଆ କାମ କରିବା କଥା ଓକେ ବର୍ତ୍ତମାନ ଟିକେ ୟୁଟ୍ୟୁବ ଆଡ଼େ ଆମେ ଦେଖିବା ୟୁଟ୍ୟୁବରେ ଆପଣଙ୍କର 4 ଲକ୍ଷ ସମଥିଙ୍ଗ ସବସ୍କ୍ରାଇବର ହେଲେଣି ଫିର୍ ବି ଆମେ ଆପଣଙ୍କର ସବୁ ସେଲିବ୍ରେସନ୍ ଦେଖିବାକୁ ପାଇଛୁ जो 100K ରୁ ଆରମ୍ଭ କରି 10K ରୁ ଆରମ୍ଭ କରିକି 500K 4K 4 ଲାख 400K ସବୁ ଜାଗା ସେଲିବ୍ରେସନ୍ ଆମେ ଦେଖିଛୁ ବଟ୍ ସେ ୟୁଟ୍ୟୁବର ଗୋଟେ ଗାଇଡଲାଇନ୍ସ ଅଛି ପ୍ଲେ ବଟନ୍ ଯୋଉଟା କି ସବୁଠାରୁ ଭଲ ମାନେ ୟୁଟ୍ୟୁବର ବୋଲି ଭାବୁଛନ୍ତି ଯୋଉ ୟୁଟ୍ୟୁବ ପ୍ଲେ ବଟନ୍ ର ସେଲିବ୍ରେସନ୍ ଆମେ ଦେଖିନୁ ତ ସେଟା ଆମେ କେବେ ଦେଖିବା ପାଇବୁ ନା କ'ଣ ତାର ଇସ୍ୟୁ ହେଇଯାଇଛି ନା କ'ଣ ହଁ ସେଇଟା କ'ଣ ହେଇଛି ମାନେ ଆମର ଲକ୍ଷ୍ୟରେ ମିଳିଯାଉଛି ପ୍ଲେ ବଟନ୍ ହେଲେ ସେଇଟା କ'ଣ ହେଇଛି ଯେତେବେଳେ ଆମର ମିଳିବାକୁ ମାନେ ଗୋଟେ 1000 ସବସ୍କ୍ରାଇବର କମ୍ପ୍ଲିଟ୍ ହେବାକୁ ଥିଲା ମାନେ 1 ଲାଖକୁ ସେତେବେଳେ ଆମର ଗୋଟେ ଷ୍ଟ୍ରାଇକ୍ ପଳେଇ ଯାଇଥିଲା ସେ ଷ୍ଟ୍ରାଇକ୍ଟା ହଟିକି ଆଉ ଥରେ ଯେତେବେଳେ ଆପ୍ଲାଏ ମାନେ ଯଦି ତୁମ ଚ୍ୟାନେଲ୍ରେ ଆକ୍ଟିଭ୍ ଗାଇଡ଼ଲାଇନ୍ ଷ୍ଟ୍ରାଇକ୍ ଲାଗିଥିବ ମାନେ 100K ଭିତରେ ଯଦି ହେବାକୁ ଯାଉଥିବ ବୋଲେ ତୁମକୁ 3 ମାସ ପର୍ଯ୍ୟନ୍ତ ପ୍ଲେ ବଟନ୍ ମିଳିବନି ତ ସେଇଟା ଚାଇଥିଲା 3 ମାସ ଯେତେବେଳେ କ୍ରସ୍ ହେଲା ଆଉ ଷ୍ଟ୍ରାଇକ୍ ମିଳିଥିଲା ଚାଇଲ୍ଡ ସେଫ୍ଟିକୁ କ'ଣ ହେଇଥିଲା ଆମ ଦୀପାବଳି ଟାଇମ୍ରେ ଗୋଟେ ଭିଡ଼ିଓ ବନେଇଥିଲୁ ପିଲା ଆଗ ବୋମ୍ ଧରିକି ଫୁଟେଇଥିଲେ ତ ୟୁଟ୍ୟୁବ ବେଶୀ ଦେଖୁଛି ଷ୍ଟ୍ରାଇକ୍ ରକ୍ତ ଦେଖେଇ ପାରିବନି ତୁମେ ଖଣ୍ଡା ଦେଖେଇ ପାରିବନି ତୁମେ ଚାଇଲ୍ଡ ସେଫ୍ଟିକୁ ମାନେ ପ୍ରମୋଟ କରିବାର ଅଛି ମଦ ଦେଖେଇ ପାରିବନି ମଦ କାଚ ସେମିତି କରିକି ସେଇଟା ଗୋଟେ ଷ୍ଟ୍ରାଇକ୍ ବାଡ଼େଇ ଦେଇଥିଲା ଦୀପାବଳି ଭିଡ଼ିଓକୁ ନେଇକି ସେଇଟା 3 ମାସ ଗଲା ପରେ ଯେତେବେଳେ ମୁଁ ଆଉ ଥରେ ଆପ୍ଲାଏ କରିବାକୁ ଗଲି ଆଉ ଗୋଟେ ଭିଡ଼ିଓରେ ଷ୍ଟ୍ରାଇକ୍ ପଡ଼ିଲା ତ ସେମିତି ହେଇକି 2ଟା ଷ୍ଟ୍ରାଇକ୍ ମୋ ଚ୍ୟାନେଲ୍ରେ ବାଜିଗଲା ସେଥିପାଇଁ ପ୍ଲେ ବଟନ୍ଟା ଏବେ ପର୍ଯ୍ୟନ୍ତ ଆସିପାରୁନି ତ ଏବେ ଯେଉଁ ଷ୍ଟ୍ରାଇକ୍ଟା ବାଜିଛି ଏବେ ରିସେଣ୍ଟଲି ପଡ଼ିଥିଲା ତ ସେଇଟା ହଟିବା ପାଇଁ ଗୋଟେ 3 ମାସ ଲାଗେ 3 ମାସ ପରେ ୟୁଟ୍ୟୁବ ସହିତ କଥା ହେଇକି ସେଇଟା ପ୍ଲେ ବଟନ୍ଟା ଆଣିବା ଆଉ ଓକେ ଆଜିର ଯୁବପିଢ଼ି ତ ୟୁଟ୍ୟୁବ ପାଇଁ କ୍ୟାରିୟର କରିବା ବୋଲି ଭାବୁଛନ୍ତି ତ ସେମାନଙ୍କୁ ତମେ କ'ଣ ନୋଟିସ୍ କିମ୍ବା କ'ଣ ବାର୍ତ୍ତା ଦେବ ବାର୍ତ୍ତା ମୁଁ କହିବି ନିଶ୍ଚୟ କଲେ ଏଥିରେ କ୍ୟାରିୟର ଅଛି କିନ୍ତୁ ମାନେ ଇଏ କରିଦେଲା ମୁଁ କରିବି ବୋଲିକି ଯଦି ସେମିତି ଭାବିବ ବୋଲେ ମୁଁ କହୁଛି କେବେ ହେଇପାରିବନି ତମେ ଏଇଟା ଭାବିବାର ଅଛି ମୁଁ କ'ଣ କରିପାରିବି ସମସ୍ତେ ଘୋଡ଼ା ଧାଉଁଛି ମାନେ ରେସ୍ରେ ଘୋଡ଼ା ଧାଉଁଛନ୍ତି ସମସ୍ତେ ଗୋଟେ ଘୋଡ଼ା ମାନେ ରେସ୍ରେ ଗଲେ ହେବନି କିଛି ୟୁନିକ୍ କରିବାକୁ ପଡ଼ିବ ଆଉ ଖାଲି କରିଦେଲେ ମୁଁ ହେଇଯିବି ମୁଁ ସେ କରି ପଳେଇଲା ଷ୍ଟ୍ରଗଲ୍ ବେଶୀ ଅଛି ଖାଲି କରିଦେଲେ ହେବନି ସବୁ କିଛି ମ୍ୟାନେଜ୍ କରିକି ଦେଖିବାକୁ ପଡ଼ିବ ଆଉ ଖାଲି ୟୁଟ୍ୟୁବରେ କ୍ୟାରିୟର କେବେ ବି ହେଇପାରିବନି ତୁମକୁ ପାର୍ଟ ଟାଇମ୍ ମାନେ ଅଦର ସାଇଡ଼୍ ବି ରଖିବାକୁ ପଡ଼ିବ ସୋର୍ସ ଅଫ୍ ଇନକମ୍ କାରଣ ୟୁଟ୍ୟୁବ ଏତେ ମାନେ ଆଗରୁ ଥିଲା ଟିକଟକ୍ ଥିଲା ସେଥିରେ ଲୋକ ବହୁତ ଜଣ କ୍ୟାରିୟର ନିଜର କରିଥିଲେ କିନ୍ତୁ ପରବର୍ତ୍ତୀ ସମୟରେ ସେଇଟା ବେନ୍ ହେଇଯାଇଥିଲା ହେଲେ ସେମିତି ଯଦି କିଛି ସିଚୁଏସନ୍ ଆସିବ ତୁମେ କରିବ କ'ଣ ତ ମୁଁ ସେଇଟା ପାଇଁ କହୁଛି ୟୁଟ୍ୟୁବ କ୍ୟାରିୟର ଦେଇପାରିବ ଇନକମ୍ ଦେଇପାରିବ ଏତେ ଦେବ ଯେ ତୁମର ମାନେ पूरा लाइफ सेट करदो किंतु साइड ऑफ इनकम आ गोटे रखा बिजनेस रखा पड़े साइड बिजनेस जोड़ा मुझे माने निजे फील करछि आउ मु रखिछि मध्य आउ खाली वार्ता देबी कर मु मना करनी करिया को किंतु निजर यूनिक कर आ कार कॉपी एगुडा को एमती करले लोक देखिया पसंद करियनी आपण पे जो गंजाम कोन आपण पे ता तीनटा शब्द कोन कहला जो गंजाम टका देथिले जो गंजाम पे रिप्रेजेंट को तीनटा शब्द कोन गंजाम रो मेन माने ये होची जदि डेफिनेशन होची कला आ संस्कृति गंजाम भले कला संस्कृति आपण
କୋଉଠି ବି ମିଳିବନି। ଦଣ୍ଡ ନାଚଠୁ ନେଇକି ରାମାୟଣ ମହାଭାରତ ଭାରତନୀଳା ଏମିତି କେତେ ଗୁଡ଼ିଏ ଜିନିଷ ଅଛି ଯୋଉଟାରେ କି ମାନେ ପୁରା ସଂସ୍କୃତି ଭରି ହେଇକି ରହିଛି ଆଉ ପୁରା ମନକୁ ଛୁଇଁଲା ଭଳିଆ ଗୀତ ଗୁଡ଼ାକ ଅଛି। ଆଉ ଗଞ୍ଜାମର ତ ମାନେ ସୌନ୍ଦର୍ଯ୍ୟତା କହିଲେ ନ ସରେ। ଯିଏ ଥରେ ଆଇଛି ସେ ଯିବାକୁ ମାନେ ଭୁଲିନି। ଆଉ ଗଞ୍ଜାମର ମେନ୍ ହେଉଛି ଖାଇବାଟା ବ୍ରହ୍ମପୁର ପୁରୀ ଉପମା। ପୁରୀ ଉପମା ଖାଲି ମୁଁ ଖାଉନି, ପୁରୀ ଉପମାଟା ଦେହ ପାଇଁ ଭଲ ନାହିଁ। ଖାଲି ପୁରୀ ଉପମା ଖାଇ ପଳଉଛେ ସିନା ଦେହ ପାଇଁ ଭଲ ନାହିଁ, ତେଲ ଜିନିଷ ବେଶୀ ଅଛି, କିନ୍ତୁ ଅନ୍ୟ ଜିନିଷ ବି ଖାଇବା ପାଇଁ ବହୁତ ଅଛି। କିନ୍ତୁ ଯେତେବେଳେ ବାହାରକୁ ଯିବ ଅଦର ଷ୍ଟେଟ୍ କଥା କହୁନି, ବୋଲେ ଗଞ୍ଜାମ ବାହାରିକି ପଳେଇଲେ ଖାଇବାଟା ନାହିଁ, କିନ୍ତୁ ଗଞ୍ଜାମର ଖାଇବା ଏକ ନମ୍ବର। ତମେ ଯୋଉଠି ଖାଉଛ ଖାଅ, ପୁରା ଏକ ନମ୍ବର। ଓକେ, ଆପଣଙ୍କର ଯୋଉ ଗଞ୍ଜାମ ଟକା ଅଫିସିଆଲ ରହିଲା, ଏଇଟା ଆଗାମୀ 5 ବର୍ଷ ପାଇଁ କ'ଣ ପ୍ଲାନ୍ ରଖିছে? ଆଗାମୀ 5 ବର୍ଷ ଏବେ ତ ସିନ୍ ଦେଖ, ଫ୍ୟୁଚର କେବେ ବି ନିଜେ ପ୍ରେଡିକ୍ଟ କରି ହବନି, କିନ୍ତୁ କ'ଣ ପ୍ଲାନ୍ ଥିବ ନା ଗୋଟେ ଆମେ ଏଇଟା କରିବା ସେଟା ତାପରେ ନେକ୍ସଟ ଷ୍ଟେପ। ମୋର ଗୋଟେ ପ୍ଲାନିଂ ଅଛି, ଆମର ବୋଲେ ଗଞ୍ଜାମର ଭାଷାକୁ ନେଇ ଗୋଟେ ମୁଭି କରିବାର ଅଛି। ସେଟା ହୁଏତ ସକ୍ସେସ୍ ହେଇପାରେ ନ ହେଇପାରେ, କିନ୍ତୁ ମୋର ଏଇଟା ଡ୍ରିମ୍ ଅଛି କରିବା। ଆଉ ବୋଲେ ତ ବାହାରେ ଏମିତି କ'ଣ ଏତା ନାହିଁ, ଆମର ଇଣ୍ଡିଆ କିସ ହେଲା କିସ କରୁଛୁ ଗଞ୍ଜାମ ଭାଷା ନାହିଁ, ଯୋଉଥିରେ କି ସବୁ କିଛି ଜିନିଷ ଇନକ୍ଲୁଡ ରହିବ। ମାନେ ବ୍ରହ୍ମପୁରର ମା ଠାକୁରାଣୀ ଯାତ୍ରାଙ୍କୁ ନେଇକି ତାପରେ ଦଣ୍ଡନାଚ ସବୁ ପୁରା ଯେତିକି ଜିନିଷ ଅଛି ସବୁକୁ ଇଏ କରି ଗୋଟେ ଯଦି କରିବ ନିଶ୍ଚୟ ହିଟ୍ ଯିବ। ଏବେ ଯେମିତି ଆମର ବହୁତ ସାରା ମୁଭି ଯେତେବେଳେ ସାଉଥକୁ ଯିବ, ବଡ଼ ବଡ଼ ସୁପର ହିଟ୍ ମୁଭି ପୁରା ସଂସ୍କୃତିକୁ ନେଇକି ତାଙ୍କେ ସେଟା ଡେଭଲପ କରୁଛନ୍ତି। ଆମ ଗଞ୍ଜାମ କିମ୍ବା ଓଡ଼ିଶାରେ ସେମିତି ମୁଭି ହେଇନି ଆଗକୁ। ହଁ, ହେଇନି, ଖାଲି ଏ ଲଭ୍ ଡ୍ରାମା ଏ ପ୍ରକାର ଚାଲିଛି, କିନ୍ତୁ ସଂସ୍କୃତିକୁ ପ୍ରପର ସଂସ୍କୃତିକୁ ନେଇକି କୋଉ ମୁଭି ଏବେ ପର୍ଯ୍ୟନ୍ତ ହେଇନି କି ମୁଁ ଓଡ଼ିଆରେ ଦେଖିନି ମଧ୍ୟ। ମୋର ପ୍ଲାନିଂ ଅଛି ସେଇଟା କରିବାର। ଓକେ, ଆମର ଯେତେ ବି ଆପଣ ଭିଡ଼ିଓ ପୋଷ୍ଟ କରିଥାଉଛନ୍ତି ୟୁଟ୍ୟୁବ କିମ୍ବା ଇନଷ୍ଟାଗ୍ରାମ, ସମସ୍ତରେ ଗୋଟେ କମେଣ୍ଟ ଆପଣ ନିଶ୍ଚିତ ଭାବରେ ଦେଖିଥିବେ କି ଆପଣଙ୍କର କୋଉ ଗାଁ, ସେଥିରେ ମେନସନ୍ କରିବେ ଗଞ୍ଜାମ ଟକା ଅଫିସିଆଲ ଲଗାଇଥିବ କୋଉ ଗାଁ ସାର୍ ଆପଣଙ୍କର, କୋଉ ଗାଁ ଭାଇ ଆପଣଙ୍କର, ଏମିତି ଗୁଡ଼ାଏ। ତ ଏହି ଆମର ବ୍ରଡକାଷ୍ଟ ମାଧ୍ୟମରେ ଆପଣଙ୍କର କୋଉ ଭିଲେଜ ଆଉ ଭିଲେଜର କେମିତି ରହିଛି ନେଚର ଆପଣଙ୍କର, ସେଟା ଟିକେ ଆପଣ ଜଣେଇଦିଅ ଆମ ଅଡିଏନ୍ସ ମାନଙ୍କୁ। ତ ଆମ ଗାଁ ହେଉଛି, ତ ପ୍ରଥମେ ତ କହିବାକୁ ହେଉଛି ଆମର ହେଉଛି ଗଞ୍ଜାମ ଡିଷ୍ଟ୍ରିକ୍ଟ, ଗଞ୍ଜାମ ନାଁ ଦିଆଯାଇଛି ବୋଲେ ଗଞ୍ଜାମ। ଆଉ ଗଞ୍ଜାମର ବ୍ରହ୍ମପୁରଠୁ 40 କିଲୋମିଟର ହେଉଛି ଚିକିଟି ପାଖରେ ପାତ୍ରପୁର ପାଖରେ 3 କିଲୋମିଟର ଦୂର ଗୋଟେ ଛୋଟିଆ ଗାଁ ସର୍ଦାପୁର, ଅମଣିଆ ସର୍ଦାପୁର, ସେଇଟା ହେଉଛି ଆମର ଗାଁ। ଆଉ ଗାଁର ନେଚର ବିଷୟରେ କହିବାକୁ ଗଲେ ଗାଁଟା ପୁରା କଳା ସଂସ୍କୃତିରେ ପରିପୂର୍ଣ୍ଣ। କାରଣ ଆମର ବାବା ଆଉ ଆମର ଗାଁର ସମସ୍ତେ ଦାଦା ବଡ଼ବାପା ସମସ୍ତେ ଜଣେ ଜଣେ କଳାକାର, କିନ୍ତୁ ବିଶେଷ କିଛି ତାଙ୍କୁ ସୁଯୋଗ ମିଳିନି ବଡ଼ ପରଦାରେ, କିନ୍ତୁ ସମସ୍ତେ ଗୋଟେ ନିଖୁଣ କଳାକାର। ଖାଲି ଆମେ ଏବେ ବାହାରି ପଡ଼ୁଛୁ ବୋଲିକି ଆମର କିଛି ନାହିଁ, ଆମ ଗାଁର ସମସ୍ତେ ଗୋଟେ ଭଲ ଭଲ କଳାକାର। ଯଦି ତାଙ୍କୁ ସେ ଟାଇମ୍ରେ ଯଦି କିଛି ସୁବିଧା ସୁଯୋଗ ମିଳିଥାନ୍ତା ବୋଲେ ତାଙ୍କେ ଟିକେ ଆଗକୁ ବଢ଼ି ପାରିଥାନ୍ତେ, କିନ୍ତୁ ସେଇଟା ଦୁର୍ଭାଗ୍ୟବଶତଃ କିଛି ମିଳିନି, ସେଥିପାଇଁ ସେମିତି ହେଇକି ଅଛି ଆଉ। ଓକେ, ଆପଣ ଯଦି କିଛି ଖରାପ ନ ଭାବିବେ, ଗୋଟେ ଆପଣଙ୍କର ନାଁକୁ ନେଇକି ଖରାପ ଗୋଟେ ପଲିଟିକାଲ ୱେରେ ଆପଣଙ୍କ ନାଁକୁ ଟ୍ରୋଲ କରିକି ଖରାପ କରାଯାଇଛି ଆପଣଙ୍କ ନାମକୁ, ତ ସେ ମେସେଜ ଆପଣ କ'ଣ ଦେବେ? ସେ ଯୋଉ ଟପିକଟା ହେଇଥିଲା ଯେ ଆପଣଙ୍କ ପଲିଟିକାଲ ରିଲେଟେଡ କିଛି ଇସ୍ୟୁ ହେଇଥିଲା ଆପଣଙ୍କର ଗୋଟେ ପଲିଟିକାଲ ରିଲେଟେଡ ମାନେ ଯଦି କହିବ କୋଉ ଏରିଆ କଥା ମୁଁ ଜାଣିନି, କିନ୍ତୁ ଚିକିଟି ଏରିଆରେ ପଲିଟିକ୍ସ ଏତେ ବୋଲେ ସାଂଘାତିକ ମୁଁ କେବେ ଜାଣିନଥିଲି। ମୁଁ ଜାଣିଛି ବାହାରେ ଅଛନ୍ତି ପୁରା ପଲିଟିକାଲରେ ଚାଲିଛି, କିନ୍ତୁ ଚିକିଟିର ରାଜନୀତିଟା ବେଶୀ ପୁରା ହାଇ ଲେଭେଲର ମୁଁ ଦେଖିଲି। କାରଣ ମୁଁ ଏମିତି ଖାଲି ଦେଖିବାକୁ ଯାଇଥିଲି, ମୋତେ ପୁରା ଝିକି ନେଇଗଲେ। ମୁଁ ସେମିତି ମୋତେ କେଉଁ ଦଳର ବିରୋଧୀ ନାହିଁ, ମୁଁ କାହା ବିରୋଧରେ ମଧ୍ୟ କେବେ କିଛି କହିନି। ସେଇଟାକୁ ନେଇକି ୟାର ଫଟୋ ଲଗେଇ ତାର ଏମିତି କରିକି ପୁରା ସେଇଟାକୁ ଟ୍ରୋଲ୍ କରିକି ପୁରା ଇଆଡ଼େ ସିଆଡ଼େ ଉଡ଼େଇଲେ, କିନ୍ତୁ ମୋର ସେଥିରେ କିଛି ବି ମାନେ ନଥିଲା, ଇନଭଲ୍ଭ ନଥିଲା। ସେଇଟାକୁ ଇଆଡ଼େ ସିଆଡ଼େ କରିକି ଆ ବିରୁଦ୍ଧରେ ତାକୁ ତା ବିରୁଦ୍ଧରେ ତାକୁ କରିକି ମୋତେ ଏମିତି କରିଛନ୍ତି। ମୁଁ କୌଣସି ଦଳକୁ ବିରୋଧ କରିନି, ମୁଁ କେଉଁ ଦଳରେ ନାହିଁ। ମୋତେ ଆହୁରି କମେଣ୍ଟ ଆସୁଛି ତମେ ଏଇ ଦଳର ତମେ ସେ ଦଳର, ମୋତେ କେଉଁ ଦଳରେ ଯିବା ଦରକାର ନାହିଁ। ଯଦି ଆମ ପାଇଁ ଯିଏ ଭଲ କାମ କରିବ ଆମେ ତାକୁ ରେସପେକ୍ଟ ଦେଇକି ତାଙ୍କ ସାଥିରେ ରହିବା, ଆଉ ଯିଏ ନ କରିବ ତାକୁ ଆମେ କ'ଣ କରିବା। ତ ମୋର ସିମ୍ପଲ ଫଣ୍ଡା, ମୋତେ ରାଜନୀତିରେ କିଛି କହିବାର ନାହିଁ, ମୁଁ ରାଜନୀତିର କିଛି କରିବାର ନାହିଁ। ଏବେଠୁ ମୋର ଖାଲି ମୋର କଣ୍ଟେଣ୍ଟ ଚାଲୁ, ମୁଁ ଚାଲୁ, ଲୋକମାନେ ମୋତେ ଭଲ ପାଆନ୍ତୁ, ଆମକୁ ସପୋର୍ଟ କରନ୍ତୁ। ଓକେ, ଆପଣ ତ ଦେଖୁଥିବେ ବହୁତ ଜଣଙ୍କୁ ଏ ଯୋଉ ମନ ଭିତରେ ହସ ଫୁଟାଉଛନ୍ତି,
तो मु गोटे इंटरेस्टिंग क्वेश्चन आपनकर गर्लफ्रेंड अछि कि नाही गर्लफ्रेंड कहबे तो मो भाई रे बापा माँ आमको पिलारू बड़ कर आमे आम हिसाब रे काम करिया झील पटेवा बातागानी करिया मोर से जिनस इंटरेस्ट नाई मु बेले एबे ई जो जिनस बेले पढ़ा आउ थे यार कंटेंट क्रिएशन नहीं दीटा धरला बेलू मो पाखे टाइम होनी बेले तुम हेल्ले जो फोन कर मु केते थर उठे तुम जानथियो मु केते तुमको टाइम देछि तुम जानथियो आउ भल पाइबा होउची देखो एबे एबे तो सब कास्ट रिलीजन एत सब उठिला किंतु आम गाँव रे आमर ये जो सोसाइटी रे आमर जहाँ चलछि आमर कास्ट मैरिज होवार अछि आउ इंस्टाग्राम रे यार सार केते मेसेज आउछि मते आउ सब आउछि हला किंतु मु सेगुडा ऑडियंस माने भी जानिया चाहते आपनकर गर्लफ्रेंड नाइ मो गर्लफ्रेंड नाइ मु की पे नाइ सेडा कहूछि मु गर्लफ्रेंड रखिया चाहिनी मु घरे कहि दीछि डायरेक्ट तुम जहा को बाछि गानियो मु ताको बाहाबी कारण जेतल माने परवर्ती समय जदि बौड़ा आई आम गाँव तो जानथि ना बौड़ा आनी जे इं हूँ जो उत्पात होची कहया जदि आम बाछिक नहीं थी कह मुझे भल पाऊँ आको बाहाबी आउन कहले हाँ आने बोली घर लोक राजी आणवे कि जदि उत्पात बोले हेडी ये धरिक आईला इन कला आमको हाटनाट कला दांड रे गड़ेला इन कहे से मुझे तुम बाछिक आण तुम जहाँ बाछी आनी मुझे बाहाबी आउ परवर्ती समय किसी असुविधा है तुम ऊपर छाड़ी मुझे करी जड़े कालिया कथा जगन भाई एबे तुम जानथियो वर्तमान जो सिचुएशन जो प्रकार चललानी पिला माने षष्ठ रो नष्ट हेई गलेनी जेहेतु प्रथम षष्ठ श्रेणी रो ही गोटे गोटे गर्लफ्रेंड बॉयफ्रेंड रो से माने व्यवस्था करथुन तो से माने को आपन को तरफ कोन मेसेज दबो मेसेज बेले बेसी बेले लंबे बेले बेसी लंबी जो किंतु शॉर्ट रे बुझौची ये जिनस भल नाही जेतोळ तमे कैरियर गढी दबो सेतबळे ये जिनसडा करले भलो कारण एबे जो कौन होची इनिशियली स्टेज रु स्टार्टिंग स्टेज रु समस्ते ए चक्कर रे पड़ी निजर कैरियर को बर्बाद करचंती आउ बहुत किछि क्षति करचंती माने निजर नष्ट करचंती निजर भविष्यत निजर शरीर सब किछि नष्ट करचंती मु तांको खाली एती जिंस कहबी कैरियर फास्ट सेट कर दियो फास्ट पैसा तापर जाय कि किछि भाई तमरो जते पैसा इनकम न करियो तुमको किए हेले पचारिबेनी इवन तुम घर परिवार भी तुमको माने गोटे अलगा नजर रे देखिबे सेति पई ई लव फव चक्कर न पड़ी कैरियर सेट कर दियो तापर तुम जहाँ करियो करो ओके वर्तमान तो आपण यूथ मान बढ़िया मैसेज दे देले कि गर्लफ्रेंड नहीं रखना है क्योंकि ये बर्बाद करने का फार्मूला है ओके तो हमें वर्तमान आपण जो यूट्यूब रे एंडिंग जो चलछि जो यूट्यूब नथिला मन करो यूट्यूब नथांदा तो आपण कोन करथांदा आज रो स्टेज रे आम गाँव तो प्राय तो माने गवर्नमेंट जॉब किए भी करनांती आउ मोर भी सेते माने फास्ट रो थिला पढ़ा पढ़ी टिके भलो थिली किंतु जेतळ परवर्ती समय रे खूब संगत सहित पढ़ी की टिके माइंड डाइवर्ट हे गेला याड साड हे की आउ से पढ़ा पढ़ी चक्कर को जाई नथिली जदी जाई न थांती बोल एते माने लोक जानि न थांते किंतु गोटे भलो स्टैंडर्ड जॉब करथांती कौन सी गवर्नमेंट नहीं प्राइवेट सेक्टर रे कौन सी जिनस रे जॉब करथांती किंतु सेटल है कि थांती आउ किंतु लोक जान न थांते आपण पई जॉब भलो ना यूट्यूब भलो आपण को मतरे जॉब भलो ना यूट्यूब भलो जॉब जॉब मु केबे भलो भाबी कोन निजर जिंस करिवो कारण जॉब करले सब किसी छुट्टी दरकार एडा दरकार सेडा दरकार मु केबे जॉब करिया इंटरेस्टेड नाही बल आगरे थिली किंतु एबे जेतलो सिचुएशन आइला मता जॉब करिया इंटरेस्ट नाही निजर कौन गोटे छोटिया मोटिया बिजनेस करके रहार अच्छे आउ कंटेंट क्रिएशन को जारी रखार अच्छे ओके एबे हमें देखिबा जो आपण तो जने कंटेंट क्रिएटर ई जो कंटेंट क्रिएटर जो कंटेंट वायरल होआ पई हमर जो यूट्यूबर छोटे छोटे यूट्यूबर माने को कोन टिप्स देबे से माने वायरल हे परिबो टिप्स होची यूनिक करियार अच्छे कहार किए सिमती कला मुहले एमदिया करबी सेटा के न भाबी कि निजर यूनिकनेस को समस्त को देखार अच्छी कारण जदि निजर माने अलगा किसी देखेबे बोले लोक तुम प्रति माने आकृष्ट होबे आउ सब देखिबे आउ निज भीतर थिबा कला को प्रदर्शन करियार अछि आउ मेन हैला खाली कंटेंट क्रिएशन करी करी चलले हबनी मेन हैला लक दरकार
आउ निजर वीडियो रे क्वालिटी आउ क्वांटिटी मेंटेन करियार अछि आउ मेन जिनस होछि लक दरकार भगवान कर आशीर्वाद नदिले किछि होबनी कारण मोठु भी भल भल बनाउछन्ती मु निजे देखिछि बढ़िया बढ़िया करूछन्ती किंतु तांकर लक साथ दउनी तांकर वीडियो वायरल जाई पारनी आउ टिप्स सेमती किछि नै मु भी जेतलो स्टार्टिंग करथली मु भी कोडी सुखी नथली छाड़ो छाड़ो कंटिन्यू करके स्टाइलली एंड गुडे मेंटेन करके हां दी दिन छाड़िया कथा सिन छाड़ी 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 कंटिन्यू रख स्टार्ट माने कल्ला बोले पूरा माने छाड़ो थो गुटे आडू रही जियो बोले सेटा किछि आउ पछो किछि पछो उंत दे देला भलिया हे छि ओके जब भाई आपण जो टीम वर्क जो काम करछते गंजाम टीम वर्क आपण सुनथिबे गोटे हम राजू दास कॉमेडी कथा सुनथिबे राजू दास कॉमेडी रे जे कि तो एल्बम क्वीन जो छन्ते हमरो ओपेरा रो जे एल्बम आर्टिस्ट साउ हो जो बोली जानथि से भी तांको सहित काम करथिले तो तांको टीम रो बाहरी पड़थिले ता पुणे ता कोन प्रॉब्लम हेतले फाइनेंशियल की अदर इश्यूज से बाहरी पड़थिले जदि आपण टीम रे कोन झगड़ा झाटी होछि छेडा आपण केमति मैनेज करथुंदी झगड़ा झाटी हबार आमर किछि भी माने रीजन नाही कारण आमर गोटे पूरा फैमिली ओळे आमे भाबी चलछु आउ जे आमठो बले दुरिया को चाहिला ताकू मु कहि दिछि भाई प्रॉपर रीजन तू आमु कहि दउ तू काई तोर कोन असुविधा होछि जदी आमे सेटा को ठीक करिया को ट्राई करि परिबो ताले आमे निश्चय कर दबो आ जदी यूजलेस अननेसेसरी कथा आइथे बोले आमे सेटा को केबे भी टॉलरेट करि परिबोनी आमे सेटा तते कार्य को बाध्य हो किंतु एबे पर्यंत सिंदी किछि हेनी किंतु गोटे माने जणे आम टीम रो बाहर छि रीजन भी माने एते भी किछि इशू नथला ता इच्छा से बाहर छि आमे भी सम्मानित देई कि ताऊ काट दीचो से निज इच्छा सो इच्छा बाहर छि आ मैनेज करिया को हमरो अछंदी हमरो लिंकन आई अछंदी माने नाडा बारंबार नउछि कारण सेति अच्छी मैनेज करके तांको मानिक आम समस्त अच्छु समस्त को माने जड़े मेन न रहिले किछि माने गोटे टीम चलबनी तांके माने समस्त करके निज हाथ में भाई भाई भाया रहिले किछि भी असुविधा हबन किंतु आगु भगवान न करंतु इन किछि असुविधा आउ आम टीम रो केही न जाओ ओके अब जो गंजाम पई आपण को जो फैन फॉलोइंग्स माने वेट करछन्दी आपण को फैन फॉलोइंग्स आ गंजाम यूथ पई गोटे मोटिवेशन लाइन आपण करू मोटिवेशन लाइन होची पाठ पढ़ मेन आउ जहाँ भी करियार अच्छी सेटा मनरू आसियार अच्छी जे हाँ मत एटा करियार अच्छी आ जोड़ा करिवे पूरा डेडिकेशन दे करियार अच्छी आ ना चलची तो चालू करिया हब चलची इंदी न भाविकी सेटा को कंटिन्यू करियार अच्छी पछघुंचा देले किछि हबनी ओके बर्तमान तो शेष करिया ई पॉडकास्ट कार्यक्रमटी शेष रे आपनकर गोटे छोटिया डायलॉग जो आपन जो कॉमेडी कंटेंट करछुंदी से कॉमेडी कंटेंट रो गोटे छोटिया डायलॉग तो सिन किछि नाइ मोर माने पूरा इन कहया बोले मो प्राय तो मो वीडियो रे रुएनी एबे दंडर जिंदी अछि की हला मो गौरार जिंदी अछि गाड़ीडा रहउछि मोर सिन किछि नाइ मु जुडा हले कर दोछि सिंदी किछि डायलॉग फास्ट खाली जोड़ा कहली ठीक ओके वर्तमान तो समय बहुत अतिबाहित हलानी एई पॉडकास्ट कार्यक्रमटी केमती लागिला हम ऑडियंस मन को जणाइबे किंद लागिला ले बढ़िया लागिला मु तो एबे फास्ट गोडे देइथिला एडा होछि सेकंड आउ बढ़िया पूरा फ्रेंडली लागिला काई बेले रिपन भाई होउछन्ती हमर बड़ भाई रो सांग आ आमे आगरो परस्पर को भलसे जानछु सेति भाई एते फ्री रे हम कथा हिछु वाला आउ ए वीडियोटा हेबा पथरे केतुडी आमे भितर कथा हिछि जेटा कट कट करी देखाइ छि बहुत बढ़िया लागिला मजा लागिला आउ इंदी लागिला जे मते मु कुडी आइगी बोले इन दउछि मते मु फास्ट जेतळ देइथिली बोले खाली सी वीडियोटा देखियो खाली माने 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 मु बोले तार शॉर्ट गुडे हे आइछि मु गणिथिली 20 ना 30 टा माने खाली लगी शॉर्ट डारू हेले मु एबे मानेडा कहया भूली आइछि हला बोले पूरा रही रही पूरा यार करछि मते बढ़िया लागिला आमर तो लोक आमे तो सब करी करलु आउ किछि नै भल लागिला आम पॉडकास्ट गुड़िकर शॉर्ट क्लिप देखिया पई आम डिस्क्रिप्शन रे थिया लिंक को जाई चैनल को सब्सक्राइब करंतु।